ଏବେ ଯେମିତି ଖବର ଆପଣମାନେ ପାଇସାରିଥିବେ ଯେ ପିଏମ୍ କିଷାନ ଯୋଜନା ଆଗକୁ ମଧ୍ୟ ସେମିତି ଲାଗୁ ରହିବ। ଆମର ପ୍ରଧାନମନ୍ତ୍ରୀ କଥା ଦେଇସାରିଛନ୍ତି। ଆଉ ଏମିତି ବି କଥା ଦେଇଛନ୍ତି ସେ ଓଡ଼ିଶାରେ ପ୍ରାୟ 9 ଲକ୍ଷ ଲୋକ ନୂଆ ଯୋଡ଼ି ହେବେ ପିଏମ୍ କିଷାନରେ। ସେଥିପାଇଁ ପିଏମ୍ କିଷାନ ଯୋଜନା ଏବେ ଇମ୍ପୋର୍ଟାଣ୍ଟ ହୋଇସାରିଛି। ଆଉ ପିଏମ୍ କିଷାନ ଯୋଜନା ମଧ୍ୟ ଆଗରୁ ଯଦି ଆମେ ଆବେଦନ କରୁଥିଲେ ସେ ବହୁତ ଦିନ ପେଣ୍ଡିଂ ହୋଇ ପଡ଼ୁଥିଲା। ପେଣ୍ଡିଂ ହେବାରେ ବି ଗୋଟିଏ ମୁଖ୍ୟ କାରଣ ଜାଣିଥିବେ ଆପଣମାନେ ଯେ ଆମର ଯେଉଁ ଡବଲ ସରକାର ଥିଲା, ବିଜେଡ଼ି ସରକାର ଥିଲା ଆଉ ରହିଲା ସେଣ୍ଟରରେ ଆମର କ'ଣ ବିଜେପି ସରକାର ଥିଲା। ଯଦି ଆମେ ପିଏମ୍ କିଷାନ ଆବେଦନ କରିବା ତାହେଲେ ଷ୍ଟେଟ୍ ଭେରିଫାଇ ପ୍ରୋସେସିଂ ସରିଲା ପରେ ସେ ସେଣ୍ଟରକୁ ଯାଇଥାଏ। ଯେଉଁଠି ଆମର ସମସ୍ତଙ୍କର ପ୍ରାୟ ଲୋକ ଯଦି ଦେଖିବା ଷ୍ଟେଟ୍ ଭେରିଫାଇରେ ହିଁ ପେଣ୍ଡିଂ ପଡ଼ିଯାଏ, କାରଣ ସରକାର ଆଗକୁ ପାସ୍ କରନ୍ତା ନାହିଁ। ଏବେ କିନ୍ତୁ ସେସବୁର କିଛି ଟେନସନ୍ ରହିବନି। ଆପଣମାନେ ବେଟର୍ ଜାଣିଥିବେ କାହିଁକିନା ଡବଲ୍ ସରକାର ଅଛନ୍ତି, ମାନେ ଷ୍ଟେଟ୍ରେ ଆମର ବିଜେପି, ସେଣ୍ଟରରେ ବି ବିଜେପି, ସେସବୁର କିଛି ପ୍ରୋବ୍ଲେମ୍ ରହିବ ନାହିଁ। ସେଥିପାଇଁ ନୂଆ ଆବେଦନ କରିବା ଅନିବାର୍ଯ୍ୟ। ଯଦି ଆପଣ ଚାହୁଁଛନ୍ତି କରିବା ପାଇଁ ନିଶ୍ଚିତ ଭାବେ କରିନିଅନ୍ତୁ। ତା ପାଇଁ ଡକୁମେଣ୍ଟ କ'ଣ ଦରକାର ମୁଁ ଆପଣମାନଙ୍କୁ କହିଦେଉଛି। ଯଦି ପିଏମ୍ କିଷାନ ଆବେଦନ କରାଯିବ ତା ପାଇଁ ଡକୁମେଣ୍ଟ କିଛି ଦରକାର ହେଉନାହିଁ ବେଶୀ କିଛି। ମେନ୍ ହେଲା ପ୍ରଥମ ଦରକାର ଆପଣଙ୍କର ଆଧାର କାର୍ଡ଼ ଦରକାର। ଆଧାର କାର୍ଡ଼ ଖାସ୍ କରିକି ମୋବାଇଲ୍ ନମ୍ବର ଲିଙ୍କ୍ ଥିବା ଦରକାର, କାହିଁକି ସେଟା OTP ବେସ୍ KYC କରିବାକୁ ପଡ଼ୁଛି। ଆଉ ଗୋଟେ ରହିଲା ଆଉ ଦରକାର କ'ଣ ଆପଣଙ୍କର ଜମି ପଟ୍ଟା। ଯେହେତୁ ପିଏମ୍ କିଷାନ ଟଙ୍କା ଏଇଟା କିଷାନ ମାନେ ହିଁ କରିପାରିବେ, କୃଷକମାନେ କରିପାରିବେ, ସେଥିପାଇଁ ଜମି ପଟ୍ଟା ଦରକାର। ଆଉ ଜମି ପଟ୍ଟାର ପୁରା ବିବରଣୀ ବି ଦେବାକୁ ପଡ଼ୁଛି ଏଥିରେ। ତେଣୁ ପଟ୍ଟା ନିଶ୍ଚିତ ଭାବେ ପାଖରେ ରଖିଥାନ୍ତୁ। ଜମି ପଟ୍ଟା ଘରବାରି ପଟ୍ଟା ହେବ ନାହିଁ। ଆଉ ଯଦି ଆପଣଙ୍କ ପାଖରେ ରାସନ କାର୍ଡ଼ ଅଛି ତାହେଲେ ଏଣ୍ଟର କରିଦିଅନ୍ତୁ, ଯଦି ନାହିଁ ବୋଲେ କିଛି ପ୍ରୋବ୍ଲେମ୍ ନାହିଁ, ଆପଣ ସେମିତି ବି କରିପାରିବେ। ବ୍ୟାଙ୍କ ଖାତାର କିଛି ଆବଶ୍ୟକ ନାହିଁ। ସମସ୍ତେ ଭାବୁଥିବେ ବ୍ୟାଙ୍କ ଖାତା, ବ୍ୟାଙ୍କକୁ ଟଙ୍କା ଖାତାକୁ ପଇସା ଆସିବ, ସେମିତି କିଛି ନାହିଁ। କାହିଁକି ଜାଣିଥିବେ ଆପଣ ଏବେ ଯେତିକି ବି ଟଙ୍କା ଆସୁଛି ଯୋଜନା ଟଙ୍କା ଆସୁଛି ସବୁ କ'ଣ ଆଧାର ବେସ୍ରେ ହିଁ ଆସୁଛି। ଆଧାର ସହିତ ଆପଣଙ୍କର ବ୍ୟାଙ୍କ ଖାତା ଯେଉଁଟା ଲିଙ୍କ୍ ଥିବ ସେଇ ଖାତାକୁ ହିଁ ପଇସା ଯିବ। ସେଥିପାଇଁ ବ୍ୟାଙ୍କ ଖାତା କିଛି ଆବଶ୍ୟକ ନାହିଁ। ଆଉ ସବୁଠୁ ବଡ଼ କଥା ହେଲା ଆବେଦନ କଲା ପରେ ବେଶୀ ନାହିଁ ଅଳ୍ପ ମାସେ କିମ୍ବା 15 ଦିନ ପରେ ନିଶ୍ଚିନ୍ତ ଭାବେ ଚେକ୍ କରନ୍ତୁ ଆପଣଙ୍କର KYC ମାଗିବ। KYC ଭେରିଫାଇ କରିସାରିଲା ପରେ ସେ ଅଟୋମେଟିକ୍ ଫିଲ୍ଅପ୍ ହୋଇଯିବ। ଆଉ କେମିତି ଆବେଦନ କରିବେ ଯଦି ଜାଣିନାହାନ୍ତି ମୋର ଚ୍ୟାନେଲରେ ଭିଡ଼ିଓ ଅଛି ଦେଖିପାରିବେ, କିମ୍ବା ମୋତେ କମେଣ୍ଟ କରନ୍ତୁ, ତା ପାଇଁ ମୁଁ ନୂଆ ଭିଡ଼ିଓ ବି ବନେଇଦେବି। ଜୟ ହିନ୍ଦ।